ମୁଁ ବନ୍ଦନା ପଟ୍ଟନାୟକ ଏକ୍ସାଇଜ୍ ଇନ୍ସପେକ୍ଟର। ଆଜି ଆମର କଲେକ୍ଟର ମହୋଦୟ ଜେ ସୋନାଲ ସାର୍ଙ୍କର ନିର୍ଦ୍ଦେଶ କ୍ରମେ ତଥା ଆମର ଅବକାରୀ ଅଧୀକ୍ଷକ ଶ୍ରୀମତୀ ଅନିତା ପ୍ରଧାନଙ୍କର ତତ୍ତ୍ୱାବଧାନରେ ପ୍ରତ୍ୟେକ ତତ୍ତ୍ୱାବଧାନରେ ମୁଁ ଆଜି ମୋର ମୋବାଇଲ ୟୁନିଟ୍କୁ ନେଇକି ପେଟ୍ରୋଲିଂ କରୁଥିଲି ଏବଂ ସେଇ ପେଟ୍ରୋଲିଂ କରୁଥିବା ସମୟରେ ପ୍ରାୟ କଲେଜ ଛକରେ ଆମକୁ ଗୋଟେ ଖବର ମିଳିଲା ଯେ ନୂଆପଲ୍ଲୀ ନିକଟରେ ଜଣେ ବ୍ୟକ୍ତି, ତାର ନାଁ ହେଉଛି ଜିତେନ୍ଦ୍ର ସିଂ, ସେ ତାର ନିଜ ବାଇକ୍ ଯୋଗେ କିଛି ହେରୋଇନ୍ ବା ଏଇଟା କୁହନ୍ତି ଆମର ବ୍ରାଉନ୍ ସୁଗାର ତାକୁ ବିକ୍ରି କରେ ବୋଲି। ତେଣୁ ଏହି ଉକ୍ତ ଖବରର ସତ୍ୟତାକୁ ଆମେ ଉପଲବ୍ଧି କଲି ଏବଂ ସଙ୍ଗେ ସଙ୍ଗେ କୌଣସି ସମୟ ନଷ୍ଟ ନ କରିକି ସେଇ ଜାଗାକୁ ଆମେ ଯାଇକି ପହଞ୍ଚିଲୁ ମୋ ଟିମ୍ ସହ। ଏବଂ ସେଠାରେ ପ୍ରକୃତରେ ଯାଇ ଦେଖିଲୁ ଯେ ସେ ଲୋକ ମଧ୍ୟ ସାଇଡ଼୍ରେ ଛିଡ଼ା ହେଇଛି ତାର ବାଇକ୍ ସାଇଜ୍ରେ ଏବଂ ତାକୁ ତା ପାଖକୁ ଗଲାବେଳେ ସେ ପଳେଇବାକୁ ଚେଷ୍ଟା କରୁଥିଲା, ବଟ୍ ଆମେ ତାକୁ ଧରିପାରିଲୁ ଏବଂ ଧରିକି ଯାହା ଆମର NDPS ଆକ୍ଟ ଅନୁସାରେ ଯାହା ନିୟମ ଅଛି ତାକୁ ଭିତ୍ତି କରିକି ଆମେ ଇମିଡ଼ିଏଟ୍ ତାର ତଲାସି ବି ନେଇଥିଲୁ ଏବଂ ତଲାସି ନେଲା ବେଳେ ଆମେ ତା ପାଖରୁ ପ୍ରାୟ 37 ଗ୍ରାମର ବ୍ରାଉନ୍ ସୁଗାର ଜବତ କଲୁ ଏବଂ ତା ସହିତ ତାର ବାଇକ୍ଟାକୁ ମଧ୍ୟ ଆମେ ସିଜ୍ କରିଛୁ ଏବଂ ଉକ୍ତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 2,70,000 ହେବ ଏବଂ ତାକୁ ଆଜି ଆମେ କୋର୍ଟ ଫରୱାର୍ଡ଼ କରିଛୁ ଏବଂ ତାର ଯେଉଁ ବୟାନ ରେକର୍ଡ଼ କରାହେଇଛି ତାକୁ ଭିତ୍ତି କରିକି ଆମେ ନିହାତି ଟିମ୍ ଯିଏ ଅଛନ୍ତି ଆମେ ନିହାତି ଆଗାମୀ ଦିନରେ ଧରିବାକୁ ଚେଷ୍ଟା କରିବୁ।